ଥରେ ନାରଦ ମୁନି ଭଗବାନ ବିଷ୍ଣୁଙ୍କୁ ପଚାରିଲେ, ପ୍ରଭୁ ଆପଣଙ୍କ ନାମ ନେଲେ କ'ଣ ହୋଇଥାଏ? ନାରାୟଣ କହିଲେ, ଆପଣ ମର୍ତ୍ତ୍ୟଲୋକକୁ ଯାଆନ୍ତୁ, ଆଉ କୌଣସି ବି କୀଟକୁ ମୋର ନାମ ଶୁଣାନ୍ତୁ। ନାରଦ ମୁନି ଏହା ହିଁ କଲେ, ହେଲେ ସେ କୀଟ ନାରାୟଣ ନାମ ନେଲାରୁ ହିଁ ମରିଗଲା। ନାରାୟଣ ପୁଣି କହିଲେ, ଆପଣ ଗୋଟିଏ ପକ୍ଷୀକୁ ମୋ ନାମ ଶୁଣାନ୍ତୁ। ନାରଦ ମୁନି ଗୋଟିଏ ପକ୍ଷୀକୁ ନାରାୟଣ ନାମ ଶୁଣାଇଲେ। ଶୁଣିବା କ୍ଷଣି ସେ ପକ୍ଷୀର ମଧ୍ୟ ମୃତ୍ୟୁ ହୋଇଗଲା। ନାରାୟଣ ନାରଦଙ୍କୁ କହିଲେ, ଆପଣ ଦୁଃଖିତ ହୁଅନ୍ତୁ ନାହିଁ, ଆପଣ ପୁଣି ଭୂଲୋକ ଯାଇ ଗୋଟିଏ ହରିଣ ଛୁଆକୁ ନାରାୟଣ ନାମ ଶୁଣାନ୍ତୁ। ନାରଦ ମୁନି ତାହା ହିଁ କଲେ। ସେହି ହରିଣ ଛୁଆର ମଧ୍ୟ ମୃତ୍ୟୁ ହୋଇଗଲା। ତାପରେ ନାରାୟଣ ଆଜ୍ଞାରେ ନାରଦ ଗୋଟିଏ ବାଛୁରୀ ପାଖକୁ ଗଲେ। ନାରାୟଣ ନାମ ଶୁଣାଇଲା କ୍ଷଣି ସେ ମଧ୍ୟ ମରିଗଲା। ଭଗବାନ କହିଲେ, ଜୀବଜନ୍ତୁ ଛାଡ଼ନ୍ତୁ, କୌଣସି ମଣିଷକୁ ମୋ ନାମ ଶୁଣାନ୍ତୁ। କାଶୀର ରାଜାଙ୍କ ଘରେ ଗୋଟିଏ ପୁତ୍ର ହୋଇଛି, ତାକୁ ମୋ ନାମ ଶୁଣାନ୍ତୁ। ନାରଦ ଏହାପରେ ଡରି ଯାଇଥିଲେ, ହେଲେ ମଧ୍ୟ ସେହି ଶିଶୁକୁ ହରିନାମ ଶୁଣାଇଲେ। ନାରାୟଣ ନାମ ଶୁଣିବା କ୍ଷଣି ସେ ଶିଶୁଟି କହିବାକୁ ଲାଗିଲା, ମୁଁ ସେହି କୀଟ ଯାହାକୁ ଆପଣ ନାରାୟଣଙ୍କ ନାମ ଶୁଣାଇଥିଲେ। ମୁଁ ପରି ପକ୍ଷୀ, ହରିଣ, ବାଛୁରୀ ହୋଇଥିଲି। ନାରାୟଣ ନାମ ଶୁଣିଲା ପରେ ମୋତେ ମଣିଷ ଜୀବନ ମିଳିଲା। ତାପରେ ନାରଦ ନାରାୟଣ ନାମର